ଚାଲିଛି ସ୍ମୃତି ସଭା। ସମସ୍ତେ ଫଟୋରେ ଫୁଲ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ହାତ ଯୋଡ଼ି ନମସ୍କାର କରି ଭାବ ବିହ୍ୱଳ ହୋଇ ଉଠୁଛନ୍ତି ସମସ୍ତେ। ହେଲେ ଏହା କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା ନୁହେଁ, ବରଂ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷାରେ ରହି ମୃତ୍ୟୁବରଣ କରିଥିବା 3 ହାତୀ ମହେନ୍ଦ୍ର, ଶୋଭା ଓ ଭବାନୀଙ୍କ ସ୍ମୃତିରେ ଅନୁଷ୍ଠିତ ହେଉଛି ଶ୍ରଦ୍ଧାଞ୍ଜଳି ସଭା। 2001 ମସିହା ଡିସେମ୍ବରରେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିଲା ତାଲିମ ପ୍ରାପ୍ତ 3 ହାତୀ ମହେନ୍ଦ୍ର, ଭବାନୀ ଓ ଶୋଭା। କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତି ପ୍ରକଳ୍ପରୁ ଏମାନଙ୍କୁ ଅଣାଯାଇଥିଲା। ଅଭୟାରଣ୍ୟ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେଉଥିଲେ ଏମାନେ। ଦନ୍ତା ମହେନ୍ଦ୍ରର କାର୍ଯ୍ୟ ସମସ୍ତଙ୍କୁ ଆକୃଷ୍ଟ କରୁଥିଲା, ସେଥିପାଇଁ ତାକୁ ଶିମିଳିପାଳର ହିରୋ ବୋଲି କୁହାଯାଏ। ତେବେ ଏହି 3 ହାତୀଙ୍କ ମଧ୍ୟରୁ ପ୍ରଥମେ 2022 ମସିହା ଡିସେମ୍ବର 22 ତାରିଖରେ 58 ବର୍ଷୀୟ ଶୋଭାର ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ଜାନୁଆରୀ 12ରେ 65 ବର୍ଷୀୟ ମହେନ୍ଦ୍ର ଏବଂ ଜାନୁଆରୀ 28 ତାରିଖରେ 62 ବର୍ଷରେ ଭବାନୀର ମୃତ୍ୟୁ ହୋଇଛି, ଯାହା ଶିମିଳିପାଳ ଅଭୟାରଣ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି। ସଂଗ୍ରାମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଅନେକ ଅବସରପ୍ରାପ୍ତ ବନ କର୍ମଚାରୀ, ପରିବେଶବିତ୍ ଓ ସମାଜକର୍ମୀ ମାନେ ଏଥିରେ ସାମିଲ ହୋଇ ମୃତ ହାତୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୟୂରଭଞ୍ଜର ପ୍ରଦୀପ୍ତ ହୋତାଙ୍କ ରିପୋର୍ଟ, ଖବର ଓଡ଼ିଶା।